ସମସ୍ତଙ୍କୁ ଜୟ ଜଗନ୍ନାଥ। ତ ଆଜି ଆମେ ବାହାରି ଯାଇଥିଲୁ ପ୍ରସାଦ ଖାଇବା ପାଇଁ। ଆମ ଘର ପାଖରେ ଥିବା ରାଧାକୃଷ୍ଣ ମନ୍ଦିରରେ ପ୍ରସାଦ ବଣ୍ଟନ ଚାଲିଥିଲା। ସେଥିପାଇଁ ଗୋଟେ ଦିନ ଆଗରୁ ସମସ୍ତଙ୍କୁ ଡକରା ବି ହେଇଥିଲା। ଚାନ୍ଦିପୁର ଯେତିକି ବି ଆଖପାଖ ଲୋକ ସମସ୍ତେ ଆସିକି ପ୍ରସାଦ ଖାଇବେ ଆଉ ଠାକୁରଙ୍କୁ ଦର୍ଶନ କରିକି ଯିବେ। ଆଉ ରାଧାକୃଷ୍ଣ ମନ୍ଦିର ମାନେ ଆପଣମାନେ ବୁଝିପାରୁଥିବେ ଯେ ଏଠି ରାଧା ଆଉ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଏ। ମନ୍ଦିରଟି ବହୁତ ହି ସୁନ୍ଦର ଭାବରେ ପାଣି ଉପରେ ଗଢ଼ା ହେଇଛି। ୟାର ଭ୍ୟୁ ବି ବହୁତ ହି ସୁନ୍ଦର। ଇଭିନିଂ ସମୟରେ ତ ବହୁତ ହି ବଢ଼ିଆ ଦେଖାଯାଏ। ଆଉ ବୋଟିଂର ବି ସୁବିଧା କରାଯାଇଛି ଏଇଠି। ଶହ ଶହ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ ତ ବହୁତ ହି ସୁନ୍ଦର ଭାବରେ କରାହେଇଥିଲା, କିନ୍ତୁ ବସିବାର ସେମିତି ଭଲ ସୁବିଧା ନଥିଲା। ବଫେ ସିଷ୍ଟମ ହେଇଥିଲା। କିଏ ନେଇକି ଖାଇବା ମାନେ ବସିକି ଖାଉଥିଲା, କିଏ କୋଉଠି ଛିଡ଼ା ହେଇକି ଖାଉଥିଲା। ଆଉ ମାଗଣା ପାଇଲେ ତ ଲୋକ ଆପଣମାନେ ଜାଣିଛନ୍ତି ପେଟ ଭରା ଖାଇବେ, ପୁଣି ଯାହା ଘରକୁ ବହିକି ନେବେ। ଆମେ ଗଲାବେଳକୁ ଟିକେ ଲାଷ୍ଟ ହେଇଯାଇଥିଲା, ମାନେ ଦିନ 11ଟାରୁ ନେଇକିନା ଖାଇବା ଷ୍ଟାର୍ଟ ହେଇଥିଲା। ଆମେ ଗଲାବେଳକୁ 2:30 3ଟା, ତ ଲୋକ ଫଙ୍କା ହେଇଯାଉଥିଲେ। ଫିର ବି ଲାଷ୍ଟ ସମୟକୁ ଲୋକ ବହୁତ ସାରା ଆସୁଥିଲେ ଫିର ବି ଖାଇବା ପାଇଁ। ତ ଆମେ ଖାଇସାରିକି ଟିକେ ବୁଲାବୁଲି କଲୁ। ତ ଆପଣମାନେ ଚାନ୍ଦିପୁର ଏଇ ରାଧାକୃଷ୍ଣ ମନ୍ଦିର ଯଦି ଆସିକି କେବେ ବୁଲିକି ଯାଇଥିବେ ତ ନିହାତି ଭାବରେ କମେଣ୍ଟରେ ଜଣାଇବେ। ତ ଫାଇନାଲି ଆମେ ଖିଆପିଆ ସାରିକି ଘରକୁ ଫେରିଲୁ। ତ ଆଜିର ବ୍ଲଗକୁ ଏଇଠି ରଖିବା। ରହୁଛି। ଜୟ ଜଗନ୍ନାଥ।